କରୁଛନ୍ତି ଚା ବଗିଚାରେ କାମ କରିକି ଚଳୁଛନ୍ତି। ବ୍ରିଟିଶ ଅମଳରୁ ଚା ବଗିଚା ତା ନାଁ ଗୁଡ଼ା ଆସାମ। ଆଉ ସେମାନେ ଓଡ଼ିଆ ଭାଷା ଜାଣିନାହାନ୍ତି, ଓଡ଼ିଆରେ କଥାବାର୍ତ୍ତା କରୁନାହାନ୍ତି। ବର୍ଣ୍ଣବୋଧ ବହି 1000-2000 ନେଇକି ତାଙ୍କୁ ବାଣ୍ଟିକି 5-7 ଜାଗାରେ କ୍ଲାସ୍ ଚାଲିଛି। ସେମାନେ ଅବାସ ସବୁ ଲେଖୁଛନ୍ତି, ବର୍ତ୍ତମାନ କ୍ଲାସ୍ ଚାଲିଛି, କ୍ଲାସ୍ କରିଗଲି ମଣିଷ କଣ୍ଟାକ୍ଟ ଚାଲିଛି। ଓଡ଼ିଆ ଭାଷା ଶିଖୁଛନ୍ତି, ଓଡ଼ିଆ ଭଜନ ଶିଖିବା ପାଇଁ ଚେଷ୍ଟା କରୁଛନ୍ତି। ସେ କାମଟା ଆମେ କରିକି 1 ଇୟର୍ ଭିତରେ ଏଇଠି ଗୋଡ଼ା ଆସିଥିଲା, ମଝିରେ ବର୍ଷେ ହେଲା ଯାଇଥିଲେ ତ ଲୋକନାଥ ପଠେଇଲି କାମଟା କରିବା ପାଇଁ, ତାପରେ ବର୍ତ୍ତମାନ ଏଠି ଆସିକି ବଢ଼ୁଛି। ତେଣୁ ଓଡ଼ିଆ ଭାଷା, ଓଡ଼ିଆର ଜାତୀୟତା ବୋଲେ ସବୁ ଚା ବଗିଚା ଆମେ ରାସ୍ତାରେ ଗଲାବେଳେ ଦେଖିଲେ ଲୋକମାନେ କେତେ ଦୁଃଖରେ ସବୁ ଗୋଟେ ଗୋଟେ ଦା ଧରିକି ସକାଳୁ ସବୁ ଦଳି ଦଳିକି ଯାଉଛନ୍ତି ଚା।